ଜୀବନରେ ଆପଣ ଯେତେ ସକ୍ସେସ୍ ପାଆନ୍ତୁ ନା କାହିଁକି, ଜୀବନରେ ଆପଣ ଯେତେ ଉପରକୁ ଉଠନ୍ତୁ ନା କାହିଁକି, ସବୁବେଳେ ଗୋଡ଼ଟି ମାଟି ତଳେ ରହିବାର ଆବଶ୍ୟକତା ଅଛି। ଏକଥା ପ୍ରାୟ ଆପଣ ସମସ୍ତଙ୍କ ପାଖରୁ ଶୁଣିଥିବେ। ଏକଥା ମଧ୍ୟ ଅନେକ ନୀତି ଆଦର୍ଶର କଥା ଆପଣଙ୍କ କାନରେ ବାଜିଥିବ। କିନ୍ତୁ ମୁଁ ଗୋଟେ କଥା କହିବି, ଆପଣଙ୍କୁ ସକ୍ସେସ୍ ପାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଉଡ଼ିବା ଶିଖିବା ଜରୁରୀ ଅଛି। କାହିଁକି କହୁଛି ଉଡ଼ିବା ଶିଖିବା ଜରୁରୀ? ନା ଯଦି ଆପଣ ଉଡ଼ିବା ଶିଖି ନ ପାରିଲେ ତେବେ ଆପଣ ସକ୍ସେସ୍ର ମଜା କେମିତି ପାଇବେ? କିନ୍ତୁ ଉଡ଼ିବା ଶିଖିବା ଦ୍ୱାରା ଆପଣଙ୍କର ଯେଉଁ ଦୁଇ ଡେଣା ରହିଛି, ସେ ଦୁଇ ଡେଣାକୁ ଷ୍ଟ୍ରଙ୍ଗ କରିବା ପାଇଁ ହେଲେ ଆପଣ ପ୍ରଥମେ ନିଜ ଭିତରେ ଥିବା ଯେତେ ଦୁର୍ବଳତା ବା ଯେତେ ଦୁର୍ଗୁଣ ଅଛି ତାକୁ ଦୂରେଇବାକୁ ପଡ଼ିବ। ଏବଂ ସେ ଡେଣାକୁ ଷ୍ଟ୍ରଙ୍ଗ କରିବାକୁ ହେଲେ ନିଜର ସମର୍ଥକମାନଙ୍କର ବା ନିଜ ଲୋକମାନଙ୍କର, ଯେଉଁମାନଙ୍କର ଆପଣଙ୍କର ବିଶ୍ୱାସ ଭାଜନ ହେବାକୁ ପଡ଼ିବ, ଯେଉଁମାନେ ଆପଣଙ୍କ ନିଜ ଲୋକ ବା ଯିଏ ଆପଣଙ୍କୁ ଭଲ ପାଆନ୍ତି। ଯଦି ବିଶ୍ୱାସ ଭାଜନ ହେଇନପାରିଲେ ତେବେ ଆପଣ ଯେତେ ଉପରକୁ ଯାଆନ୍ତୁ ନା କାହିଁକି, ଆପଣଙ୍କ ଡେଣା ହାଲେଇଯିବ ଆଉ ଆପଣ ଖସି ପଡ଼ିବେ। ମାତ୍ର ଆପଣ ଯଦି ବିଶ୍ୱାସ ଭାଜନ ହେଇଥିବେ, ଆପଣ ଯଦି ଲୋକମାନଙ୍କର ମନ କିଣି ପାରିଥିବେ, ତେବେ ନିଶ୍ଚିତ ଭାବେ ଆପଣଙ୍କ ଡେଣା ହାଲେଇ ଗଲେ ଆପଣଙ୍କୁ ଆଉ କିଏ ତା କାନ୍ଧରେ ବୋହି ନେଇ ଆପଣଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚେଇ ଦେବ। ସେଇଥିପାଇଁ ତ କହୁଛି, କେବେ ବି କାହାର ବିଶ୍ୱାସ ଭାଙ୍ଗନ୍ତୁ ନାହିଁ ଏବଂ ସମସ୍ତଙ୍କୁ ଭଲ ପାଇବା ବାଣ୍ଟି ଚାଲନ୍ତୁ। ଦେଖିବେ ସକ୍ସେସ୍ ଆପଣଙ୍କୁ ସାଙ୍ଗେ ସାଙ୍ଗେ ମିଳିବ ଏବଂ ବହୁତ ସହଜରେ ମିଳିବ। ଏଇ ତ ଜୀବନର କଥା।